Hello students, ମୁଁ ତମମାନଙ୍କର ପ୍ରିୟ ଦିବ୍ୟ ସାର୍. First of all, welcome to my channel. Here is the topic for ଓଡ଼ିଶା GK, that is exclusively ଓଡ଼ିଶାର ସଂସ୍କୃତି ବାକୁ ଆମେ କହୁଛନ୍ତି କ'ଣ କଲଚର ଅଫ୍ ଓଡ଼ିଶା. ପୁରା ଏଇ ଟପିକ୍ରେ ଆମେ କ'ଣ ମାନେ ଆଜି ଫୋକସ୍ କରିବା ଓଡ଼ିଶାର ସଂସ୍କୃତି ବା କଲଚର ଅଫ୍ ଓଡ଼ିଶା. ଯେମିତି ଆଗରୁ ଆମେ ପଢ଼ିଥିଲେ ଓଡ଼ିଶାର ଟେମ୍ପଲ୍ ବିଷୟରେ, ଓଡ଼ିଶାର ସଙ୍ଗ ଆଣ୍ଡ ଡ୍ୟାନ୍ସ ବିଷୟରେ. ତେଣୁକରି ଆଜି ଆମେ ପୁରା ଫୋକସ୍ କରିବା ଏଇ କୋଶ୍ଚିନ୍ ମାନଙ୍କରେ କ'ଣ ଥ୍ରୁ ଦି କୋଶ୍ଚିନ୍ ମାନେ ଆମେ କଲଚର ଅଫ୍ ଓଡ଼ିଶା ବା ଓଡ଼ିଶାର ସଂସ୍କୃତି ବିଷୟରେ ଆଜି ଆମେ ଜାଣିନେବା. ସୋ ଷ୍ଟାର୍ଟ. ପ୍ରଥମ କୋଶ୍ଚିନ୍ ଆସିଲା, which festival is celebrated as the birthday of elder siblings of ଓଡ଼ିଶା. ଏଇଟା କ'ଣ କହିଛି କୋଶ୍ଚିନ୍ଟା? ନର୍ମାଲି କେଉଁ ପର୍ବ ବେସ୍ କରେ ବଡ଼ ଭାଇ ଭଉଣୀମାନଙ୍କର ଜନ୍ମ ଉତ୍ସବକୁ? କ'ଣ ହେବ? ଅପସନ୍ ଦେଖ, ନୂଆଖାଇ, ରଜ, ପ୍ରଥମାଷ୍ଟମୀ ଏଣ୍ଡ କୁମାର ପୂର୍ଣ୍ଣିମା. କ'ଣ ହେବ ଅପସନ୍? ପିଲାମାନେ ସମସ୍ତେ ଜାଣିଛ ବଡ଼ ଭାଇମାନଙ୍କର ମାନେ ଭାଇ ଭଉଣୀମାନଙ୍କୁ ପୂଜା କେଉଁଥିରେ କରାଯାଏ? ପ୍ରଥମାଷ୍ଟମୀରେ, ବା ତାକୁ ଆମେ ପରୁହାଷ୍ଟମୀ ବୋଲି କହିଥାନ୍ତି. ହଁ ନା ନାହିଁ? ନେକ୍ସଟ କ୍ୱେଶ୍ଚିନ୍ ଚାଲ. ରଜ ଫେଷ୍ଟିଭାଲ ମେନଲି ସେଲିବ୍ରେଟ୍ସ ଫର୍ ଡ୍ୟାସ୍ ହାର୍ଭେଷ୍ଟିଂ, ଫର୍ଟିଲିଟି ଆଣ୍ଡ ୱିମ୍ୟାନହୁଡ୍, ରେନଫଲ୍ ଆଣ୍ଡ ମ୍ୟାରେଜ୍ ରିଚୁଆଲ୍. କ'ଣ ହେବ? ମନେ ରଖିଥିବ, ରଜ ଫେଷ୍ଟିଭାଲଟାକୁ ଆମେ ଫର୍ଟିଲିଟି ଆଣ୍ଡ ୱିମେନହୁଡ୍ ଭାବେ ପାଳନ କରନ୍ତି. ନେକ୍ସଟ, ନୂଆଖାଇ ଫେଷ୍ଟିଭାଲ ଇଜ୍ ପ୍ରାଇମେରିଲି ଆସୋସିଏଟେଡ୍ ୱିଥ୍ ଡ୍ୟାସ୍. କେଉଁଠି? ଏଇଟା ବହୁତ ଇଜି କ୍ୱେଶ୍ଚିନ୍. ନୂଆଖାଇ ପର୍ବ କେଉଁମାନଙ୍କର? ନର୍ମାଲି ଦେଖ ଅପସନ୍ କ'ଣ ଦେଇଛି? କୋଷ୍ଟାଲ ଓଡ଼ିଶା, ଟ୍ରାଇବାଲ ଓଡ଼ିଶା, ୱେଷ୍ଟର୍ଣ୍ଣ ଓଡ଼ିଶା ଏଣ୍ଡ ସଦର୍ଣ୍ଣ ଓଡ଼ିଶା. କ'ଣ ହେବ? ସମସ୍ତେ ଜାଣିଛ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ହେଉଛି ନୂଆଖାଇ. ସୋ ଅପସନ୍ ୱେଷ୍ଟର୍ଣ୍ଣ ଓଡ଼ିଶା. କ୍ଲିଅର ନା? ନେକ୍ସଟ କ୍ୱେଶ୍ଚିନ୍, ଦ ଟ୍ରାଇବାଲ ଫେଷ୍ଟିଭାଲ ଚୈତ୍ର ପର୍ବ ଇଜ୍ ସେଲିବ୍ରେଟେଡ୍ ଇନ୍ ହ୍ୱିଚ୍ ରିଜିଅନ୍? ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ପିଲାମାନେ ମନେ ରଖିଥିବ. ଚୈତ୍ରୀ ପର୍ବ କେଉଁଠି ପାଳନ କରାଯାଏ? ନର୍ଦର୍ଣ୍ଣ ଓଡ଼ିଶା, କୋଷ୍ଟାଲ ଓଡ଼ିଶା, ୱେଷ୍ଟର୍ଣ୍ଣ ଓଡ଼ିଶା ଆଣ୍ଡ ସଦର୍ଣ୍ଣ ଓଡ଼ିଶା. ମନେ ରଖିଥିବ, ଚୈତ୍ର ପର୍ବ ଗଞ୍ଜାମ ଜିଲ୍ଲାରେ ଫେମସ୍, ଦ୍ୟାଟ୍ ଇଜ୍ ସଦର୍ଣ୍ଣ ଓଡ଼ିଶାରେ. ଦକ୍ଷିଣ ଓଡ଼ିଶାର ମୁଖ୍ୟ ପର୍ବ ହେଉଛି କି ଆମର ଚୈତ୍ର ପର୍ବ. ଦ୍ୟାଟ୍ ଇଜ୍ ଏଇଟା ବି ଆମର ଚୈତ୍ର ପର୍ବ ବି ମାନେ ଆମର ରାୟଗଡ଼ା ପଟେ ବି କରାଯାଏ, ମାନେ ତମର ଗଜପତି ପଟେ କରାଯାଏ. ଓକେ. ନେକ୍ସଟ, ପଟ୍ଟଚିତ୍ର ପେଣ୍ଟିଂ ଟ୍ରାଡ଼ିସନାଲି ଡିପିକ୍ଟସ୍ ଥିମ୍ସ ଫ୍ରମ୍ ଡ୍ୟାସ୍. କେଉଁ ଥିମ୍କୁ ବେସ୍ କରେ କ'ଣ ପଟ୍ଟଚିତ୍ରଟା? ଅପସନ୍ ଦେଖ, ରାମାୟଣ ଓନ୍ଲି, ମହାଭାରତ ଓନ୍ଲି, ଜଗନ୍ନାଥ କଲଚର ଆଣ୍ଡ ଏପିକ୍ସ, ଟ୍ରାଇବାଲ ଫୋକଲୋର ଓନ୍ଲି. କେଉଁଟା ହେବ ଆନ୍ସର୍? ମନେ ରଖିଥିବ, ପଟ୍ଟଚିତ୍ର ପେଣ୍ଟିଂ ଫୋକସ୍ କରେ ଜଗନ୍ନାଥ କଲଚର ଆଣ୍ଡ ଏପିକ୍ସକୁ. ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ପିଲାମାନେ ମନେ ରଖିଥିବ. ଦିସ୍ ଇଜ୍ ୱାନ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍. କ୍ଲିଅର ନା? ନେକ୍ସଟ କ୍ୱେଶ୍ଚିନ୍ ଚାଲ. which material is used traditionally for ପଟ୍ଟଚିତ୍ର ପେଣ୍ଟିଂ? ପଟ୍ଟଚିତ୍ର ଯେଉଁ ପେଣ୍ଟିଂ କରାଯାଉଛି ଆମେ ନର୍ମାଲି କେଉଁ ପତ୍ରରେ ବା କେଉଁ ମେଟେରିଆଲ୍ ୟୁଜ୍ କରୁଛନ୍ତି? ଗୋଟେ ଆସିଲା ସିଲ୍କ କ୍ଲଥ୍, ପାମ୍ ଲିଫ୍, ଟ୍ରିଟେଡ୍ କଟନ୍ କ୍ଲଥ୍, ଜୁଟ୍ କ୍ଲଥ୍. କେଉଁଟା ହେବ? ଆମେ ନର୍ମାଲି କେଉଁଥିରେ କରନ୍ତି? ଟ୍ରିଟେଡ୍ କଟନ୍ କ୍ଲଥ୍. ଆ ଉପରେ ଆଉ ଗୋଟେ ବି କ୍ୱେଶ୍ଚିନ୍ ଅଛି, ଯେଉଁ ଟ୍ରିଟେଡ୍ କ୍ଲଥ୍, କଟନ୍ କ୍ଲଥ୍, ତାକୁ କ'ଣ କୁହାଯାଏ? ତାକୁ ଆମେ ଦେଖିବା. ମନେ ରଖିବା, ଏଇଠି କହିଦେଉଛି ଇକତ୍ ୱିଭିଂ କୁହାଯାଏ. ଆମେ ଯେଉଁ ପୁରା ପତଳା ସୂତାରେ ଯେଉଁ କାରୁକାର୍ଯ୍ୟ କରାଯାଏ, ଶାଢ଼ୀ ବା ଡିଜାଇନିଂ କରାଯାଏ, ତାକୁ ଇକତ୍ ବୋଲି କୁହାଯାଏ. ଓକେ. ନେକ୍ସଟ କ୍ୱେଶ୍ଚିନ୍କୁ ଚାଲ. ପାମ୍ ଲିଫ୍ ମାନୁସ୍କ୍ରିପ୍ଟସ୍ ଇନ୍ ଓଡ଼ିଶା ଆର୍ ଲୋକାଲି ନୋନ୍ ଆଜ୍ ଡ୍ୟାସ୍. ଆମେ ଯେଉଁ ପାମ୍ ଲିଫ୍ରେ କରାଯାଏ, ଆଗରୁ ତାକୁ ଆମେ କ'ଣ କହୁଥିଲ? ଯେଉଁ ଆମର ଯେଉଁ କରାଯାଏ କ'ଣ ତାଳପତ୍ରରେ ଆମେ ତିଆରି କରନ୍ତି କ'ଣ? ଜାତକ ଯେଉଁଟା ଆମେ କହନ୍ତି. ଆନ୍ସର୍ ହେବ କ'ଣ? ପାମ୍ ଲିଫ୍ ମାନୁସ୍କ୍ରିପ୍ଟସ୍ ଇନ୍ ଓଡ଼ିଶା ଆର୍ ଲୋକାଲ ନୋନ୍ ଆଜ୍ ତାଳପତ୍ର. ହଁ କି ନାହିଁ? ନେକ୍ସଟ, ହ୍ୱିଚ୍ ଓଡ଼ିଶାନ୍ ଫୋକ୍ ଥିଏଟର କମ୍ବାଇନ୍ସ ମ୍ୟୁଜିକ୍, ଡ୍ୟାନ୍ସ ଆଣ୍ଡ ଡାଇଲଗ୍. କେଉଁ ଲୋକନୃତ୍ୟରେ ଆମେ ବୋଥ୍ ମ୍ୟୁଜିକ୍ ୟୁଜ୍ କରନ୍ତି, ଡ୍ୟାନ୍ସ ୟୁଜ୍ କରନ୍ତି, ଆଜ୍ ୱେଲ୍ ଆଜ୍ ଡାଇଲଗ୍ ୟୁଜ୍ କରନ୍ତି? କ'ଣ ହେବ ଆନ୍ସର୍? ଯାତ୍ରା, ଯକ୍ଷଗାନ ଆଉ ନୌଟଙ୍କି, ତମସା. କ'ଣ ହେବ? ଯାତ୍ରା ଆନ୍ସର୍. ମନେ ରଖିଥିବ ପିଲାମାନେ. ନେକ୍ସଟ, ଦ ମ୍ୟୁଜିକାଲ ଟ୍ରାଡ଼ିସନ୍ ଅଫ୍ ଓଡ଼ିଶା ଇଜ୍ ନୋନ୍ ଆଜ୍ ଡ୍ୟାସ୍. ଏଇଟା ବହୁତ ଇଜି କ୍ୱେଶ୍ଚିନ୍. କ'ଣ ଆସିଲା? କର୍ଣ୍ଣାଟକୀ ମ୍ୟୁଜିକ୍, ହିନ୍ଦୁସ୍ତାନୀ ମ୍ୟୁଜିକ୍, ଓଡ଼ିଶୀ ମ୍ୟୁଜିକ୍, ଫୋକ୍ ମ୍ୟୁଜିକ୍ ଓନ୍ଲି. କ'ଣ ହେବ? ଓଡ଼ିଶୀ ମ୍ୟୁଜିକ୍. ବହୁତ ଇଜି କ୍ୱେଶ୍ଚିନ୍, ଖାଲି ରିଭିଜନ୍ କଲାବେଳେ ଆମେ ପଢ଼ୁଛନ୍ତି. ଓଡ଼ିଶୀ ମ୍ୟୁଜିକ୍ ଇଜ୍ ମେନଲି ବେସ୍ଡ ଅନ୍ ଡ୍ୟାସ୍. କ'ଣ ହେବ? ପର୍ସିଆନ୍ ରାଗସ୍, କର୍ଣ୍ଣାଟକୀ ରାଗ୍ସ,
folk tunes, classical rags mentioned in ancient text କ'ଣ ହେବ ମନେ ରଖିଥିବ ଓଡ଼ିଶୀ ମ୍ୟୁଜିକ୍ focuses are based on classical rags mentioned in ancient text. Okay, next, which musical instrument is closely associated with ଓଡ଼ିଶୀ dance? এটা ଆମେ ଲାଷ୍ଟ ଜିକେରେ ବି ପଢ଼ିଥିଲେ କ'ଣ ହେବ ମର୍ଦଳା ମନେ ରଖିଥିବ। ଓକେ, ନେକ୍ସଟ ଇଏରେ ବି ଆମେ ପଢ଼ିଥିଲେ। ଇନ୍ ନେକ୍ସଟ କ୍ୱେଶ୍ଚିନ୍, ହ୍ୱିଚ୍ କ୍ରାଫ୍ଟ ଇଜ୍ ଫେମସ୍ ଇନ୍ ପିପିଲି ଭିଲେଜ୍ ଅଫ୍ ଓଡ଼ିଶା? ଓଡ଼ିଶାର ପିପିଲି କ'ଣ ପାଇଁ ପ୍ରସିଦ୍ଧ? ତୁମର ଚାନ୍ଦୁଆ ପାଇଁ। ସେଇଟା କ'ଣ ହେବ ଆନ୍ସର୍? ଷ୍ଟୋନ୍ କାର୍ଭିଂ, ଆପ୍ଲିକି ୱାର୍କ, ସିଲଭର ଫିଲିଗ୍ରି, ହର୍ନକ୍ରାଫ୍ଟ। ହଁ କି ନାହିଁ? କ'ଣ ହେବ ଆନ୍ସର୍? ଆପ୍ଲିକି ୱାର୍କ। ଓକେ, ସିଲଭର ଫିଲିଗ୍ରି କଟକ, ହର୍ନ ପାଇଁ ମାନେ ଗଜପତି, ଷ୍ଟୋନ୍ ପାଇଁ ଜାଣିଛ। ହଁ କି ନାହିଁ? ନେକ୍ସଟ, ସିଲଭର ଫିଲିଗ୍ରି ୱାର୍କ ଦ୍ୟାଟ୍ ଇଜ୍ ତାରକସି କାମ। ହଁ କି ନାହିଁ? ଇଜ୍ ମେନଲି ଆସୋସିଏଟେଡ୍ ୱିଥ୍ କଟକ। ଆମେ ଲାଷ୍ଟ ପଢ଼ିଥିଲି ଲାଷ୍ଟ କ୍ୱେଶ୍ଚିନ୍ଟାର। ସିଲଭର ଫିଲିଗ୍ରି କ'ଣ ପାଇଁ ମାନେ ବା ତୁ କହୁଛ କଟକର ତାରକସି କାମ ଫେମସ୍ ବୋଲି। କ'ଣ ହେବ ଆନ୍ସର୍? କଟକ। ହଁ କି ନାହିଁ? ନେକ୍ସଟ, ସମ୍ବଲପୁରୀ ଟେକ୍ସଟାଇଲ୍ସ ଆର୍ ବେଷ୍ଟ ନୋନ୍ ଫର୍ ଡାସ୍ ଏମ୍ବ୍ରଏଡରୀ, ଇକତ ୱିଭିଂ, ବ୍ଲକ୍ ପ୍ରିଣ୍ଟିଂ, ବାଟିକ୍। କ'ଣ ହେବ ଆନ୍ସର୍? ଏବେ ଲାଷ୍ଟ କହିଥିଲି ଇକତ ୱିଭିଂ। ତାର ଯେଉଁ ଶାଢ଼ୀର ସମ୍ବଲପୁରୀ ଶାଢ଼ୀ ଯେଉଁ କହୁଛ ସମ୍ବଲପୁରୀ ଟେକ୍ସଟାଇଲ୍ ଇଜ୍ ଫେମସ୍ ଫର୍ ଇକତ ୱିଭିଂ। ବୁଝିଲା? ନେକ୍ସଟ, ହ୍ୱିଚ୍ ଇଜ୍ ଦ ଟ୍ରାଡ଼ିସନାଲ୍ ହେଡ଼ଗିୟର୍ ଅଫ୍ ଓଡ଼ିଶୀ ଡ୍ୟାନ୍ସ? ଓଡ଼ିଶୀ ଡ୍ୟାନ୍ସର ମୁଖ୍ୟ ଜିନିଷ କେଉଁଟା ତୁମର? ଅପସନ୍ ଦେଖ, ମୁକୁଟ ମେଡ୍ ଅଫ୍ ପିକକ୍ ଫିଦର୍ସ, ସିଲଭର କ୍ରାଉନ୍, ହ୍ୱାଇଟ୍ ପିପର ଫିଲିଗ୍ରି କ୍ରାଉନ୍, ଗୋଲ୍ଡ ପ୍ଲେଟେଡ୍ କ୍ରାଉନ୍। କେଉଁଟାକୁ ଆମେ ଯେତେବେଳେ ଓଡ଼ିଶୀ ଡ୍ୟାନ୍ସ କରନ୍ତି ତାର ମୁଖ୍ୟ ଅଳଙ୍କାର କେଉଁଟା? ହ୍ୱାଇଟ୍ ପେପର ଫିଲିଗ୍ରି କ୍ରାଉନ୍। ହଁ କି ନାହିଁ? ଅପସନ୍ ସି। କ୍ଲିୟର? ନେକ୍ସଟକୁ ଚାଲ, କୁମାର ପୂର୍ଣ୍ଣିମା ଇଜ୍ ଆସୋସିଏଟେଡ୍ ୱିଥ୍ ୱର୍ସିପ୍ ଅଫ୍ ଡାସ୍। କାହାର? ଆମେ କୁମାର ପୂର୍ଣ୍ଣିମା ପୂଜା କଲେ କାହାକୁ ପୂଜା କରନ୍ତି? କେଉଁ ଦେବାଦେବୀଙ୍କୁ ଡାକନ୍ତି? ଗଡେସ୍ ଦୁର୍ଗା, ଗଡେସ୍ ଲକ୍ଷ୍ମୀ, ମୁନ୍ ଆଉ କାର୍ତ୍ତିକେୟ। କ'ଣ ହେବ? ଆମେ ଯେଉଁ ବନ୍ଧାନ୍ତି ଦୀପ ବନ୍ଧାନ୍ତି, ହଁ କ'ଣ ହେବ? ମୁନ୍। ଚାନ୍ଦ ଦେଖିଲେ ଆମେ ବନ୍ଦାଣ କରନ୍ତି, ତେଣୁକରି ମୁନ୍କୁ ଆମେ ପୂଜା କରନ୍ତି କେଉଁଥିରେ? କୁମାର ପୂର୍ଣ୍ଣିମାରେ। ନେକ୍ସଟ କ୍ୱେଶ୍ଚିନ୍, ହ୍ୱିଚ୍ ଓଡ଼ିଶାନ୍ ଫୁଡ୍ ଇଜ୍ ଅଫର୍ଡ ଆଜ୍ ମହାପ୍ରସାଦ ଆଟ୍ ପୁରୀ? ମହାପ୍ରସାଦ ପୁରୀରେ ଆମେ କେଉଁ ଖାଦ୍ୟକୁ ଅଫର୍ କରାଯାଏ? ଦେଖ, ରାଇସ୍ କୁକଡ୍ ଇନ୍ ଘି, ଫୁଡ୍ କୁକଡ୍ ଇନ୍ ଆର୍ଦେନ୍ ପଟ୍ସ, ଫ୍ରାଏଡ୍ ରାଇସ୍ ପ୍ରିପାରେସନ୍ସ, ସୁଇଟ୍ ଡିସେସ୍ ଓନ୍ଲି। କେଉଁଟା ହେବ? ଆମେ ଯେଉଁ କୁଡ଼ୁଆରେ କରନ୍ତି ସେଇଟା କେଉଁଥିରେ ତିଆରି? ଅପସନ୍ ଇଜ୍ ବି, ଫୁଡ୍ କୁକଡ୍ ଇନ୍ ଆର୍ଦେନ୍ ପଟ୍ସ। ଅପସନ୍ ପିଲାମାନେ ବହୁତ ଇଜି କ୍ୱେଶ୍ଚିନ୍, ବାକି ବୁଝିକି ସେଇ ସମୟରେ ଆନ୍ସର୍ କରିବାଟା ହେଉଛି ମେନ୍ କାମ। ବହୁତ ଇଜି କ୍ୱେଶ୍ଚିନ୍, ପଛରେ ଆସିକି କହିବ ସିଲି ମିଷ୍ଟେକ୍ ହେଇଗଲା। ଓକେ, ନେକ୍ସଟ କ୍ୱେଶ୍ଚିନ୍, ହ୍ୱିଚ୍ ଫେଷ୍ଟିଭାଲ୍ ମାର୍କ୍ସ ଦ ବିଗିନିଂ ଅଫ୍ ଏଗ୍ରିକଲଚରାଲ୍ ଆକ୍ଟିଭିଟିଜ୍ ଇନ୍ ଓଡ଼ିଶା? କେଉଁ ପର୍ବଟାକୁ ଆମେ କ'ଣ କରନ୍ତି? କୃଷି ବା ଚାଷ କାମର ଆରମ୍ଭ ବୋଲି କହିଥାନ୍ତି? ରଜ, ନୂଆଖାଇ, ଅକ୍ଷୟ ତୃତୀୟା, କାର୍ତ୍ତିକ ପୂର୍ଣ୍ଣିମା। କ'ଣ ଏଇଟା ପିଲାମାନେ ସମସ୍ତେ ଜାଣିଥିବ? ଆନ୍ସର୍ ସି, ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାରେ ଗୋଟେ କ'ଣ କରାଯାଏ? ମାନେ ତୁମ ବିଲକୁ ଗୋଟେ ଭୋଗ କରିବା ପାଇଁ ଗୋଟେ ଛୋଟ ଝୁଡ଼ିରେ ବା ପାଛିଆରେ ସବୁ ଯାଇଥାଏ, ତାକୁ ଅକ୍ଷିମୁଡ଼ି ବୋଲି କହିଥାଏ। ହଁ କି ନାହିଁ? ନେକ୍ସଟ, କାର୍ତ୍ତିକ ପୂର୍ଣ୍ଣିମା ଇଜ୍ ଆସୋସିଏଟେଡ୍ ୱିଥ୍ ଡାସ୍। ଏଇଟା ବହୁତ ଇଜି କ୍ୱେଶ୍ଚିନ୍। କ'ଣ ହେବ? ବୋଟ୍ ଫ୍ଲୋଟିଂ ଫେଷ୍ଟିଭାଲ୍ ବା ବୋଇତ ବନ୍ଦାଣ। ହଁ କି ନାହିଁ? ଆଉ ଅପସନ୍କୁ ମୁଁ ଯାଉନି, ଏଇଟା ହେବ ଆନ୍ସର୍ ବୋଟ୍ ଫ୍ଲୋଟିଂ ଫେଷ୍ଟିଭାଲ୍। ଏଇଟା ସମସ୍ତେ ଜାଣିଛ। ନେକ୍ସଟ, ହ୍ୱିଚ୍ ଓଡ଼ିଶାନ୍ ଟେମ୍ପୁଲ୍ ଟ୍ରାଡ଼ିସନ୍ ଡିପ୍ଲି ଇନଫ୍ଲୁଏନ୍ସଡ୍ ଓଡ଼ିଶୀ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍? କ'ଣ ହେବ? ଶୈବ ଟ୍ରାଡ଼ିସନ୍, ଶାକ୍ତ ଟ୍ରାଡ଼ିସନ୍, ଜଗନ୍ନାଥ କଲଚର, ବୁଦ୍ଧିଷ୍ଟ ଟ୍ରାଡ଼ିସନ୍। କ'ଣ ହେବ? ଜଗନ୍ନାଥ କଲଚର। ଅପସନ୍ ସି, କାରଣ ଆମର ଓଡ଼ିଶା ଟେମ୍ପୁଲ୍ ଟ୍ରାଡ଼ିସନ୍ ଓଡ଼ିଶୀ ଡ୍ୟାନ୍ସ ଆଉ ମ୍ୟୁଜିକ୍ କେଉଁଠୁ ଆସି? ମାହାରିଜରୁ। ମାହାରି ନୃତ୍ୟ ଯେଉଁ କରାଯାଏ, ମାହାରି ମିନ୍ସ ୱିମେନ୍ ଯେଉଁମାନେ ଡ୍ୟାନ୍ସ କରନ୍ତି, ଆମେ ଲାଷ୍ଟ ଏରେ ପଢ଼ିଥିଲେ ସେଇ କନସେପ୍ଟରୁ ଆସି, ଯାହାକି ଜଗନ୍ନାଥ କଲଚରରେ ହିଁ ଅଛି, ଜଗନ୍ନାଥ ସଂସ୍କୃତିରୁ ଆସିଛି ଓଡ଼ିଶୀ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ୍। କ୍ଲିଅର ନା? ନେକ୍ସଟ କ୍ୱେଶ୍ଚିନ୍ ଦେଖ, ଦ କଲଚରାଲ ଆଇଡେଣ୍ଟିଟି ଅଫ୍ ଓଡ଼ିଶା ରିଫ୍ଲେକ୍ଟସ୍ ଏ ସିନ୍ଥେସିସ୍ ଅଫ୍ ଡ୍ୟାସ୍। କ'ଣ ହେବ? ଆରିୟନ୍ ଆଣ୍ଡ ପର୍ସିଆନ୍ ଟ୍ରାଡ଼ିସନ୍, ଟ୍ରାଇବାଲ୍ ଆଣ୍ଡ କ୍ଲାସିକାଲ୍ ଟ୍ରାଡ଼ିସନ୍, ଓନ୍ଲି ଟ୍ରାଇବାଲ୍ ଟ୍ରାଡ଼ିସନ୍, ଓନ୍ଲି କ୍ଲାସିକାଲ୍ ଟ୍ରାଡ଼ିସନ୍। ଓଡ଼ିଶାର ମୁଖ୍ୟ ସଂସ୍କୃତି କାହା ଉପରେ ଡିପେଣ୍ଡ କରୁଛି? କଲଚରାଲ ଆଇଡେଣ୍ଟିଟି ଅଫ୍ ଓଡ଼ିଶା କ'ଣ? ନା ଟ୍ରାଇବାଲ୍ ଆଣ୍ଡ କ୍ଲାସିକାଲ୍ ଟ୍ରାଡ଼ିସନ୍। ହଁ କି ନାହିଁ? ଅପସନ୍ ବି, ଏଇଟା ବି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ହଁ କି? ନେକ୍ସଟ, ହାଉ ମେନି ଟାଇମ୍ସ
ଲର୍ଡ଼ ଜଗନ୍ନାଥ ଇଜ୍ ଆଡର୍ଣ୍ଣଡ୍ ୱିଥ୍ ସୁନାବେଶ ଥ୍ରୁ ଆଉଟ୍ ଇୟର୍। ଜଗନ୍ନାଥଙ୍କର ସୁନାବେଶ ଗୋଟେ ବର୍ଷରେ କେତେ ଥର ହୋଇଥାଏ? ଅପସନ୍ କ'ଣ ଅଛି ଦେଖ, ଥରେ, ଦୁଇଥର, ଚାରିଥର, 5 ଥର। କ'ଣ ହେବ ଆନ୍ସର୍? ମନେ ରଖିଥ ପିଲାମାନେ, 5 ଥର କରାଯାଏ, ଥରେ ନୁହେଁ 5 ଥର। ଏ ନୋଟ୍ଟା ଦେଖ, କେବେ କେବେ 5 ଥର କରାଯାଏ। ଗୋଟେ ବାହୁଡ଼ା ଏକାଦଶୀରେ କରାଯାଏ, ଯେଉଁଟାକି ରଥଯାତ୍ରା ସମୟରେ। ଆଉ ଗୋଟେ ପୌଷ ପୂର୍ଣ୍ଣିମାରେ ଗୋଟେ ଥର କରାଯାଏ, ଦୋଳ ପୂର୍ଣ୍ଣିମାରେ କରାଯାଏ ବା ତାକୁ ଫଗୁଣ ପୂର୍ଣ୍ଣିମା ବୋଲି କହନ୍ତି। ଆଉ ଗୋଟେ କାର୍ତ୍ତିକ ପୂର୍ଣ୍ଣିମାରେ କରାଯାଏ ଥରେ, ଆଉ ଦଶହରା ଦିନ ବା ତାକୁ ବିଜୟା ଦଶମୀ ଦିନ କୁହାଯାଏ। ମନେ ରଖିଥିବେ ପିଲାମାନେ, ଆମର 5 ଥର ସୁନାବେଶ କରାଯାଏ। କେଉଁ ଦିନ? ବାହୁଡ଼ା ଏକାଦଶୀ ଦିନ ରଥଯାତ୍ରା ସମୟରେ, ଗୋଟେ ପୌଷ ପୂର୍ଣ୍ଣିମାରେ କରାଯାଏ, ଆଉ ଗୋଟେ ଫଗୁଣ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମାରେ କରାଯାଏ, କାର୍ତ୍ତିକ ପୂର୍ଣ୍ଣିମାରେ, ଆଉ ଦଶହରା ବା ବିଜୟା ଦଶମୀ ଦିନ କରାଯାଇଥାଏ। ନେକ୍ସଟ କ୍ୱେଶ୍ଚିନ୍, ହାଉ ମେନି ହୁଇଲ୍ସ ଆର୍ ଦେୟାର ଆର୍ ଇନ୍ ଦ ଚାରିଅଟ୍ ଅଫ୍ ଲର୍ଡ଼ ସୁଭଦ୍ରା? ସୁଭଦ୍ରାଙ୍କ ରଥର ଚକ ସଂଖ୍ୟା କେତେଟା? କେତେ ହେବ? 12, 14, 18, 24। କ'ଣ ହେବ ଆନ୍ସର୍? 12। ମନେ ରଖିଥ ପିଲାମାନେ, ସୁଭଦ୍ରାଙ୍କ ରଥର ନାଁ କ'ଣ? ଦେବଦଳନ। ଦେବଦଳନ ହେଲା। କ'ଣ ଆସିଲା? ଦେବଦଳନ। ଦେବଦଳନ ରଥର ଉଚ୍ଚତା କେତେ? 42.3 ଫିଟ୍ ଅର୍ ତାକୁ କହନ୍ତି ଆମର 12.9 ମିଟର। ଏ ଦେବଦଳନ ରଥର କ୍ଲଥ୍ ରଙ୍ଗ କେମିତି ବା କେଉଁ କଲର୍ର ବସ୍ତ୍ର ସେ ପରିଧାନ କରିଥାନ୍ତି? ରେଡ୍ ଆଣ୍ଡ ବ୍ଲାକ୍ କ୍ଲଥେସ୍। କ୍ଲିଅର ନା? ଏଇଟା ଆସିଲା ଦେବଦଳନ। ତାପରେ ଆସିଲା ମନେକର ତାଳଧ୍ୱଜ। ତାଳଧ୍ୱଜଟା କାହାର? ସୁଭଦ୍ରାଙ୍କ ରଥ ନାଁ ହେଉଛି ଦେବଦଳନ। ତାଳଧ୍ୱଜଟା କାହାର? ବଳଦେବଙ୍କର। ସେ ରଥର ଉଚ୍ଚତା କେତେ? 44 ଫିଟ୍ ଅର୍ ତାକୁ କହନ୍ତି ଆମର କେତେ? 13.2 ମିଟର। କଲର୍ କ'ଣ ଆସୁଛି? କେଉଁ କଲର୍ର ବସ୍ତ୍ର ପରିଧାନ କରନ୍ତି? ରେଡ୍ ଆଣ୍ଡ ବ୍ଲୁଇସ୍ ଅର୍ ବି ତାକୁ ବ୍ଲୁଇସ୍ ଗ୍ରୀନ୍ ବି କୁହାଯାଏ। ଗ୍ରୀନ୍ କ୍ଲଥ୍ ତାଙ୍କର। କାହାର? ବଳଭଦ୍ରଙ୍କର। ଏଇଟା ଫାଷ୍ଟ ସୁଭଦ୍ରା, ବଳଭଦ୍ର, ତାପରେ ଆସିଲା ନନ୍ଦିଘୋଷ। ହଁ, ଏଥିରେ ଚକ ସଂଖ୍ୟା କେତେ ହେବ? ଚକ ସଂଖ୍ୟା ନମ୍ବର ଅଫ୍ ହୁଇଲ୍ 14। ଏଠି ଆସିଲା ନମ୍ବର ଅଫ୍ ହୁଇଲ୍ 12। ନନ୍ଦିଘୋଷର କେତେ ହେବ? ପିଲାମାନେ ଏଟା ସବୁ ଜାଣିଥାଉ, ବହୁତ ଇଜି କ୍ୱେଶ୍ଚିନ୍। ନନ୍ଦିଘୋଷର ଉଚ୍ଚତା ହେଉଛି ଆମର କେତେ? 44.2 ଫିଟ୍ ଅର୍ 13.5 ମିଟର। ଏଥିରେ କ'ଣ ବସ୍ତ୍ର କ'ଣ ଥାଏ ବା କଲର୍? ରେଡ୍ ଆଣ୍ଡ ୟେଲୋ କ୍ଲଥ୍ ବା ୟେଲୋ କଭରିଂଟେ ଦିଆଯାଇଥାଏ। ଚକ ସଂଖ୍ୟା କେତେ? ନମ୍ବର ଅଫ୍ ହୁଇଲ୍ସ କେତେ? ନନ୍ଦିଘୋଷରେ 16। ମନେ ରଖିଥିବ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା। ଜଗନ୍ନାଥ 16, ବଳଭଦ୍ର 14, ସୁଭଦ୍ରା 12। ଓକେ, କେତେ ଉଚ୍ଚତା, ବସ୍ତ୍ର ସଂଖ୍ୟା କେତେ, ଏସବୁ ଜିନିଷ ଗୁଡ଼ାକ ଏମାନେ ମନେ ରଖିଥିବ। ଓକେ, ଥ୍ୟାଙ୍କ ୟୁ।